ରାଜୁ ଚୁଟକି ତୁମେ ମାନେ ଗପ ଶୁଣିବା ପାଇଁ ରେଡ଼ି ତ? ଆଜି ମୁଁ ତୁମମାନଙ୍କୁ ଯେଉଁ ଗପ କହିବି ତାର ନାଁ ହେଉଛି ବୋକା କୁମ୍ଭୀର। ଚାଲ ଗପଟିକୁ ମନ ଦେଇ ଶୁଣିବ। ଜଙ୍ଗଲ ମଧ୍ୟ ଦେଇ ଏକ ସୁନ୍ଦର ଝରଣାଟିଏ ବହି ଯାଇଥିଲା। ସେହି ଝରଣାର ପାଖରେ ଏକ ଜାମୁକୋଳି ଗଛଟିଏ ହୋଇଥିଲା। ବର୍ଷା ଋତୁ ଆସିବା ଯୋଗୁଁ ଗଛଟି ସୁନ୍ଦର ସୁନ୍ଦର ରସିଲା ଜାମୁକୋଳିରେ ଭରି ଉଠିଥିଲା। ସେହି ଜାମୁକୋଳି ଗଛଟି ବାନୁରୀ ନାମକ ଏକ ମାଙ୍କଡ଼ର ଘର ଥିଲା। ବାନୁରୀ ପ୍ରତିଦିନ ମିଠା ମିଠା ଜାମୁକୋଳି ଖାଉଥିଲା ଓ ତା'ର ଦିନ ଗୁଡ଼ିକ ବହୁତ ଖୁସିରେ ଏମିତି କଟି ଯାଉଥିଲା। ଏକ ଦିନ ଗୋଟିଏ କୁମ୍ଭୀର ସେଇ ଝରଣାରେ ପହଁରି ପହଁରି ଆସି ବାନୁରୀ ରହୁଥିବା ଜାମୁକୋଳି ଗଛ ତଳେ ପହଞ୍ଚିଲା। କୁମ୍ଭୀରଟି ବହୁତ ଭୋକିଲା ଥିଲା। ଏକଥା ଜାଣିପାରି ବାନୁରୀ କିଛି ମିଠା ମିଠା ପାଚିଲା ଜାମୁକୋଳି ତୋଳି କୁମ୍ଭୀରର ଖାଇବା ପାଇଁ ତଳକୁ ଫୋପାଡ଼ି ଦେଲା। କୁମ୍ଭୀରଟି ଭୋକିଲା ଥିବାରୁ ସେସବୁ ମିଠା ଜାମୁକୋଳି ଖାଇ ତା'ର ଭୋକକୁ ନିବାରଣ କରିଦେଲା। ସେ ବାନୁରୀକୁ କହିଲା, ମୁଁ ବହୁତ ଭୋକିଲା ଥିଲି ମିତ୍ର। ତୁମେ ଦେଇଥିବା ଏଇ ପାଚିଲା ଜାମୁକୋଳି ଖାଇ ମୋର ଭୋକ ମେଣ୍ଟିଗଲା। ତୁମକୁ ବହୁତ ବହୁତ ଧନ୍ୟବାଦ। କୁମ୍ଭୀରର କଥା ଶୁଣି ବାନୁରୀ କହିଲା, ଆରେ ଏପଟେ ବନ୍ଧୁ କହୁଛ, ପୁଣି ସେପଟେ ଧନ୍ୟବାଦ ଦେଉଛ। ତୁମେ ଏଠାକୁ ପ୍ରତିଦିନ ଚାଲି ଆସିବ। ଏଇ ଗଛରେ ତ ବହୁତ ଜାମୁକୋଳି ହେଇଛି। ଆମେ ଦୁଇଜଣ ମିତ୍ର ମିଶି ବାଣ୍ଟି ଖାଇବା। ଏକଥା ଶୁଣି କୁମ୍ଭୀରଟି ବହୁତ ଖୁସି ହେଲା। ଭାବିଲା, ଯାହା ହେଉ ପ୍ରତିଦିନ କିଛି ସୁଆଦିଆ ଜାମୁକୋଳି ଖାଇବାକୁ ମିଳିବ। ଏମିତି ଭାବରେ କୁମ୍ଭୀର ଓ ମାଙ୍କଡ଼ର ଭଲ ବନ୍ଧୁତା ହୋଇଗଲା। କୁମ୍ଭୀରଟି ପ୍ରତିଦିନ ନଦୀ ପାର ହୋଇ ସେଇ ଜାମୁକୋଳି ଗଛ ନିକଟରେ ଆସି ପହଞ୍ଚୁଥିଲା ଆଉ ବାନୁରୀ ତାକୁ ବହୁତ ମିଠା ମିଠା କୋଳି ବାଛି ପକାଉଥିଲା। ଦୁଇ ମିତ୍ର ଏକାଠି ମିଶି ମିଠା ମିଠା ଜାମୁକୋଳି ଖାଉଥିଲେ ଏବଂ ନିଜ ନିଜ ବିଷୟରେ ଅନେକ କଥାବାର୍ତ୍ତା ହେଉଥିଲେ। ବାନୁରୀ କୁମ୍ଭୀରକୁ ନିଜ ବନ୍ଧୁ ରୂପେ ପାଇ ବହୁତ ଖୁସି ଥିଲା। ଏକ ଦିନ ଦୁଇ ମିତ୍ର ବସି ନିଜ ନିଜର ପରିବାର ବିଷୟରେ କଥା ହେଉଥିଲେ। ବାନୁରୀ କହିଲା, ମିତ୍ର, ମୋର ପରିବାର ନାଁରେ ଏ ଦୁନିଆରେ ଆଉ କେହି ବି ନାହାନ୍ତି। ମୁଁ ଏ ଦୁନିଆରେ ପୁରା ଏକୁଟିଆ। କିନ୍ତୁ ତମ ସହିତ ମିଶିଲା ପରେ ମୋତେ ମୋ ଜୀବନର ଏକୁଟିଆପଣରୁ ମୁକ୍ତି ମିଳିଗଲା। ମୁଁ ଏଥିପାଇଁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ଏକଥା ଶୁଣି କୁମ୍ଭୀର କହିଲା, ମିତ୍ର, ମୁଁ ବି ତୁମକୁ ବନ୍ଧୁ ରୂପେ ପାଇ ବହୁତ ଖୁସି। କିନ୍ତୁ ମୁଁ ଏକୁଟିଆ ନୁହେଁ, ମୋର ସ୍ତ୍ରୀ ଅଛି। ନଦୀର ସେପାରିରେ ଆମେ ଦୁହେଁ ସାଙ୍ଗ ହୋଇ ରହୁ। ଆରେ ଏକଥା ତ କାହିଁ ତମେ ମୋତେ ଆଗରୁ କହିନ? ମୁଁ ତାଙ୍କ ପାଇଁ ବି କିଛି ମିଠା ମିଠା ଜାମୁକୋଳି ପଠେଇଥାନ୍ତି ବୋଲି ବାନୁରୀ କହିଲା। ଆଉ ସେଇଦିନ କିଛି ଜାମୁକୋଳି ତୋଳି ବାନୁରୀ କୁମ୍ଭୀର ହାତରେ ତା'ର ସ୍ତ୍ରୀ ପାଇଁ ପଠାଇଲା। ଘରେ ପହଞ୍ଚି ଯେତେବେଳେ କୁମ୍ଭୀର ତା'ର ସ୍ତ୍ରୀକୁ ମାଙ୍କଡ଼ ଦେଇଥିବା ସେଇ ମିଠା ଜାମୁକୋଳି ଦେଲା, ସେତେବେଳେ ତା'ର ସ୍ତ୍ରୀ କହିଲା, ନାଥ, ତୁମେ ଏତେ ସୁନ୍ଦର ସୁନ୍ଦର ମିଠା ଜାମୁକୋଳି କୋଉଠୁ ପାଇଲ? ଏକଥା ଶୁଣି ସ୍ୱାମୀ କୁମ୍ଭୀର କହିଲା, ଏ ଜାମୁକୋଳି ମୋର ମିତ୍ର ମାଙ୍କଡ଼ ମୋତେ ଦେଇଛି, ଯିଏକି ନଦୀ ଆରପାରିର ଜାମୁକୋଳି ଗଛରେ ରହୁଛି। ମାଙ୍କଡ଼? ମାଙ୍କଡ଼ ପୁଣି ସାଙ୍ଗ? ତୁମେ କ'ଣ କହୁଛ ନାଥ? ସିଏ ଆମର ଖାଦ୍ୟ। ବରଂ ତୁମେ ଜାମୁକୋଳି ବଦଳରେ ମାଙ୍କଡ଼କୁ ସାଙ୍ଗରେ ନେଇ ଆସିବାର ଥିଲା। ଏମିତି ହୋଇଥିଲେ ମୁଁ ବେଶୀ ଖୁସି ହୋଇଥାନ୍ତି। ଏକଥା ଶୁଣି ସ୍ୱାମୀ କୁମ୍ଭୀର ସ୍ତ୍ରୀ କୁମ୍ଭୀର ଉପରେ ବହୁତ ରାଗିଲା ଏବଂ ତାକୁ ତା'ର ମିତ୍ର ବିଷୟରେ ଏମିତି କିଛି ନ କହିବାକୁ ମନା କଲା। ଏମିତି ଭାବରେ କିଛି ଦିନ ବିତିଗଲା। ପ୍ରତିଦିନ ସ୍ୱାମୀ କୁମ୍ଭୀର ସ୍ତ୍ରୀ କୁମ୍ଭୀର ପାଇଁ ମାଙ୍କଡ଼ ଦେଉଥିବା ଜାମୁକୋଳି ନେଇ ଆସୁଥିଲା ଆଉ ସ୍ତ୍ରୀ କୁମ୍ଭୀର ତାକୁ ଖାଉଥିଲା। କିନ୍ତୁ ତା'ର ମନ ମାଙ୍କଡ଼ କଲିଜା ଉପରେ ଥିଲା। ସେଥିପାଇଁ ସେ ଏକ ଉପାୟ ପାଞ୍ଚିଲା। ଗୋଟେ ଦିନ ସ୍ତ୍ରୀ କୁମ୍ଭୀର ବେମାରରେ ପଡ଼ିବାର ଅଭିନୟ କରି ସ୍ୱାମୀ କୁମ୍ଭୀରକୁ କହିଲା, ନାଥ, ବୈଦ୍ୟ ମୋତେ କହିଛନ୍ତି ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ।
ହେଲେ ମୋର ମୋ ପାଇଁ ଚିନ୍ତା ନାହିଁ। ମୁଁ ମଲା ପରେ ତୁମର କ'ଣ ହେବ ସେହି କଥା ମୁଁ ଭାବି ହେଉଛି। ଏକଥା ଶୁଣି ସ୍ୱାମୀ କୁମ୍ଭୀର ଡରି ଯାଇ ସ୍ତ୍ରୀ କୁମ୍ଭୀରକୁ ତାର ଉପଚାରର ବିଷୟ ପଚାରିବାରୁ ସ୍ତ୍ରୀ କୁମ୍ଭୀର କହିଲା, ନାଥ, ବୈଦ୍ୟ କହିଛନ୍ତି ମାଙ୍କଡ଼ କଲିଜା ଖାଇଲେ ହିଁ ମୋ ଦେହ ଭଲ ହେବ। ସ୍ତ୍ରୀକୁ ଭଲ କରିବା ପାଇଁ ସ୍ୱାମୀ କୁମ୍ଭୀର ମାଙ୍କଡ଼ କଲିଜା ଆଣିଦେବା ପାଇଁ ମନେ ମନେ ସ୍ଥିର କଲା ଏବଂ ତାର ପରଦିନ ସକାଳୁ ସେ ଯାଇ ବାନୁରୀ ମାଙ୍କଡ଼ ନିକଟରେ ପହଞ୍ଚିଗଲା ଆଉ କହିଲା, ମିତ୍ର, ଆଜି ତୁମ ଭାଉଜ ତୁମକୁ ଖାଇବା ପାଇଁ ନିମନ୍ତ୍ରଣ କରିଛନ୍ତି। ସେଥିପାଇଁ ମୁଁ ଆଜି ଏତେ ସକାଳୁ ତୁମ ପାଖକୁ ଚାଲି ଆସିଛି। ଏକଥା ଶୁଣି ବାନୁରୀ କହିଲା, ଆରେ ମିତ୍ର, ତୁମେମାନେ ତ ହେଉଛ ଜଳଚର ପ୍ରାଣୀ ଆଉ ମୁଁ ହେଉଛି ସ୍ଥଳଚର। ଏ ନଦୀ ପାର ହୋଇ ମୁଁ ତୁମ ସହିତ କେମିତି ଯିବି ଯେ? ତୁମେ ବ୍ୟସ୍ତ ହୁଅନି ମିତ୍ର, ମୁଁ ତୁମକୁ ମୋ ପିଠିରେ ବସାଇ ନଦୀ ଏପାରି ସେପାରି କରିଦେବି ବୋଲି କୁମ୍ଭୀର କହିଲା। ଏଥର ବାନୁରୀ ବହୁତ ଖୁସି ହୋଇ କୁମ୍ଭୀର ପିଠିରେ ଯାଇ ଖପ୍ କିନି ବସି ପଡ଼ିଲା। ନଦୀର ମଝାମଝିରେ ପହଞ୍ଚି କୁମ୍ଭୀର ବାନୁରୀକୁ କହିଲା, ମିତ୍ର, ଆଜି ତୁମର ଶେଷ ଦିନ। ତୁମେ ମୋତେ କ୍ଷମା କରିଦେବ। ମୋ ସ୍ତ୍ରୀର ଦେହ ଭଲ ହେବା ପାଇଁ ତୁମର କଲିଜା ଦେବା ତାକୁ ନିହାତି ଦରକାର। ଏକଥା ଶୁଣି ମାଙ୍କଡ଼ କୁମ୍ଭୀରର ଚାଲାକି ବୁଝିପାରିଲା ଏବଂ ଏକ ବୁଦ୍ଧି ପାଞ୍ଚି ତାକୁ କହିଲା, ଆରେ ମିତ୍ର, ତୁମେ ମୋତେ ଆଗରୁ ସେଇ କଥାଟା କହିପାରିଲନି? ମୁଁ ତ ମୋର କଲିଜାକୁ ଗଛର କୋରଡ଼ରେ ଲୁଚାଇ ରଖି ଆସିଛି। ତୁମେ ସେଇ ଗଛ ନିକଟକୁ ଫେରି ଚାଲ, କଲିଜା ନେଇ ଦୁଇ ସାଙ୍ଗ ପୁଣି ଫେରି ଆସିବା। ବାନୁରୀ କଥା